हेलो स्टूडेंट वेलकम बैक टू ओडिशा शिक्षा संयोग। तो पिलाମାନେ ଦେଖନ୍ତୁ ଆଜି ଆମେ ଦେଖିବା ଯେ ଆମ ଏମଡିସି ପେପର କ'ଣ ପିଲାମାନେ ତୁଳନାତ୍ମକ ସାହିତ୍ୟ ରହିଛି ତାହାର କ୍ୱେଶ୍ଚିନ୍ ପେପର। ତ ସାଙ୍ଗମାନେ ଦେଖନ୍ତୁ ଯେଉଁମାନେ ତୁମର ତୁଳନାତ୍ମକ ସାହିତ୍ୟ ରଖିଛ ତୁମମାନେ ଚାହିଁଲେ ସେଇ ଭିଡ଼ିଓରେ ଦେଖିପାରିବ ଏବଂ ପିଲାମାନେ ଏଇଟାକୁ ତୁମମାନେ ସିଲେକ୍ଟିଭ୍ ଭାବ ଯଦି କାହାର ଆଗକୁ ପରୀକ୍ଷାଟି ଅଛି ତାହେଲେ ଏଇ କ୍ୱେଶ୍ଚିନ୍ ପେପର ହିଁ ତୁମର ପରୀକ୍ଷାରେ ଆସିବ। ତ ଦେଖନ୍ତୁ ଏହାର ବୁକ୍ ମଧ୍ୟ କିଭଳି ଡାଉନଲୋଡ଼ କରିବେ ସେଇଟା ମଧ୍ୟ ମୁଁ କହିବି, ତାର ଏହାର ଆନ୍ସର୍ ମଧ୍ୟ କେଉଁଠୁ ପାଇପାରିବେ ସେଇଟା ମଧ୍ୟ କହିବି ଏବଂ ଆମର ସିଲେକ୍ଟିଭ୍ କ୍ୱେଶ୍ଚିନ୍ଟା ସେଇଟା ମଧ୍ୟ କେଉଁଠୁ ପାଇପାରିବେ ମୁଁ ସେଇଟା ମଧ୍ୟ କହିବି। ତ ଦେଖନ୍ତୁ ତୁଳନାତ୍ମକ ସାହିତ୍ୟ ଯେହେତୁ ତୁମର ପ୍ରଥମ ସେକେଣ୍ଡ ଏବଂ ଥାର୍ଡ଼ ସେମିଷ୍ଟର ପାଇଁ ମୂଲ୍ୟ ଅଟେ। ତୁମମାନେ ଯଦି ଯେକୌଣସି ସେମିଷ୍ଟରରେ ଅଛ ତାହେଲେ ତୁମମାନେ ଏହି ପେପରଟି ରଖିପାରିବ କ'ଣ ତୁଳନାତ୍ମକ ସାହିତ୍ୟ। ତ ଦେଖନ୍ତୁ ଏହା ତୁମର 2024ର କ୍ୱେଶ୍ଚିନ୍ ପେପର। ଆପଣଙ୍କ ଟାଇମ୍ ଥିଲା 3 ଘଣ୍ଟା ଏବଂ ଫୁଲ୍ ମାର୍କ ଅଛି 100। ତ ପିଲାମାନେ ଏହା ହେଉଛି ତୁମର ରାଜେନ୍ଦ୍ର ୟୁନିଭର୍ସିଟିର କ୍ୱେଶ୍ଚିନ୍ ପେପର। ଦେଖନ୍ତୁ ପ୍ରଥମେ ଅଛି ପାର୍ଟ ଆଇ ଯେମିତି ତୁମର 1 ନମ୍ବର କ୍ୱେଶ୍ଚିନ୍ ଅଛି ଏବଂ 1 ନମ୍ବର କ୍ୱେଶ୍ଚିନ୍ରେ କହିଛି ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତର ଚୟନ କରି ସମସ୍ତ ପ୍ରଶ୍ନର ଉତ୍ତର ଦିଅ। ତ ଏହା ତୁମର 1 ମାର୍କ ବିଶିଷ୍ଟ 10ଟି ପ୍ରଶ୍ନ ହେଲା। ତ ଦେଖିବା କ ନମ୍ବର କ୍ୱେଶ୍ଚିନ୍ରେ କ'ଣ କହିଛି, କିଏ ପ୍ରଥମେ ତୁଳନାତ୍ମକ ସାହିତ୍ୟ ଶବ୍ଦର ବ୍ୟବହାର କରିଥିଲେ ହେଲା। ତ ପିଲାମାନେ ଦେଖନ୍ତୁ ଏହାର ଆନ୍ସର୍ ମୁଁ ଆମ ଟେଲିଗ୍ରାମ ଚ୍ୟାନେଲରେ ପ୍ରୋଭାଇଡ଼ କରିଦିଏ, ତୁମମାନେ ସେଇଟା ଡାଉନଲୋଡ଼ କରି ନେବ। କ'ଣ ତ କ୍ୱେଶ୍ଚିନ୍ଟା ଆସିଛି, କିଏ ପ୍ରଥମେ ତୁଳନାତ୍ମକ ସାହିତ୍ୟ ଶବ୍ଦର ବ୍ୟବହାର କରିଥିଲେ। ମ୍ୟାଥ୍ୟୁ ଆର୍ଲୋଟ୍ସ ଦେଇଛି ହେଲା। ତାପରେ ଯଦି ଆମେ ଦେଖିବା ତୁମର HM ପଟ୍ଟନାୟକ ଦେଇଛି, ତାପରେ ହେଲା ତୁମର ଫ୍ରାନ୍ସିସ୍ ମେୟରସ୍, ତାପରେ ହେଲା ତୁମର ରେନି ୱେଲ୍କ। ତ ଦେଖନ୍ତୁ ଯଦି ଆମେ B ନମ୍ବର ख ନମ୍ବର କ୍ୱେଶ୍ଚିନ୍ଟି ଦେଖିବା, କମ୍ପାରେଟିଭ୍ ଲାଇଟରେଚର ଏହି ପୁସ୍ତକଟି କେବେ ପ୍ରକାଶିତ ହୋଇଥିଲା। ଯେଉଁ ପୁସ୍ତକଟି ତୁମର କମ୍ପାରେଟିଭ୍ ଲାଇଟରେଚର 1886 ଦେଇଛି, ତାପରେ 1840, 1850 ଏବଂ 1860 ଦେଇଛି। ଗ ନମ୍ବର ଯଦି ଆମେ କ୍ୱେଶ୍ଚିନ୍ ଦେଖିବା, ତୁଳନାତ୍ମକ ସାହିତ୍ୟକୁ କିଏ ବିଶ୍ୱ ସାହିତ୍ୟ ବୋଲି କହିଥିଲେ ହେଲା। ତ ଦେଖନ୍ତୁ ରବୀନ୍ଦ୍ରନାଥ, ତାପରେ ବଙ୍କିମଚନ୍ଦ୍ର ଦେଇଛି, ତାପରେ ଗୋପୀନାଥ ନନ୍ଦ ଶର୍ମା, ତାପରେ ମଧୁସୂଦନ ଦାସ। ଯଦି ଆମେ ଦେଖିବା କାଳିଦାସଙ୍କ ରଘୁବଂଶ କାବ୍ୟ ନାଟକ ଅନୁସରଣରେ ଗଙ୍ଗାଧର ମେହେର କେଉଁ କାବ୍ୟ ରଚନା କରିଥିଲେ। ତ ଦେଖନ୍ତୁ କିଚକ ବଧ ଦେଇଛି, ତାପରେ ରସ ରତ୍ନାକର, ତାପରେ ଇନ୍ଦୁମତୀ, ତାପରେ ପଦ୍ମିନୀ। ତାପରେ ଅଭିଜ୍ଞାନ ଶଙ୍କୁତଲମ୍ ନାଟକରେ କେତୋଟି ଅଙ୍କ ରହିଛି, 3, 5, 7, 9 ଦେଇଛି ହେଲା। ତାପରେ ଯଦି ଆମେ 4 ନମ୍ବର କ୍ୱେଶ୍ଚିନ୍ ଦେଖିବା, ଆଶ୍ରମରେ ଅତିଥି ସଂସ୍କାର ତ୍ରୁଟି ଦେଖି କିଏ ଶଙ୍କୁତଳାକୁ ଅଭିଶାପ ଦେଇଥିଲେ। ବାଲ୍ମୀକି, କଣ୍ଠମୁନି, ତାପରେ ହେଲା ତୁମର ବିଶ୍ୱାମିତ୍ର ଏବଂ ହେଲା ଦୁର୍ବାସା। ଗୋଦାନ ଉପନ୍ୟାସ କେବେ ରଚିତ ହୋଇଥିଲା। ତ ଦେଖନ୍ତୁ ଆପଣଙ୍କ 4ଟି ଅପସନ୍ ଅଛି, 1938, 1935, 1936, 1941। ଗୋବିନ୍ଦପୁର ଗାଁର ଆରାଧ୍ୟ ଗ୍ରାମଦେବୀଙ୍କ ନାମ କ'ଣ। ତ ଦେଖନ୍ତୁ ବାସୁଲେଇ ଦେଇଛି, ତାପରେ ବୁଢ଼ୀ ମଙ୍ଗଲ, ତାପରେ ବଡ଼ ବୁଢ଼ୀ ଠାକୁରାଣୀ, ତାପରେ ମରିଚେଇ। ତାପରେ ଯଦି ଦେଖିବା ଦି ୱେଟଲ୍ୟାଣ୍ଡର ମୁଖ୍ୟ ଚରିତ୍ର କିଏ। ଆଲବର୍ଟ, ତାପରେ ଥୋମାସ ଦେଇଛି, ତାପରେ ଟାଇରେସିୟସ୍, ତାପରେ ହେଲା ତୁମର ଆଲଫ୍ରଡ୍। ନେକ୍ସଟ କ୍ୱେଶ୍ଚିନ୍ ଯଦି ଆମେ ଦେଖିବା, କାଳପୁରୁଷ କବିତାଟି କବିଙ୍କର କେଉଁ କବିତା ସଂକଳନରୁ ଆସିଅଛି। ନୂତନ କବିତା, ସମୁଦ୍ର ସ୍ନାନ, ତାପରେ କବିତା ସମଗ୍ର ଏବଂ ହେଲା ଆଶ୍ଚର୍ଯ୍ୟ ଅଭିସାର। ତ ଦେଖନ୍ତୁ ଆପଣଙ୍କ ଏହି ମାର୍କ ଏମିତି ହିଁ ତୁମର 1 ମାର୍କ ବିଶିଷ୍ଟ ପ୍ରଶ୍ନ ଗୁଡ଼ାକ ଆସିବ ଯେଉଁଟାକି ତୁମର ପରୀକ୍ଷା ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ ରହିଛି। ତ ଏହାର ଆନ୍ସର୍ ଆମ ଟେଲିଗ୍ରାମ ଚ୍ୟାନେଲରେ ଅପଲୋଡ଼ କରିଦେବି, ତୁମମାନେ PDFଟିକୁ ଦେଖିକି ଏହାର ଆନ୍ସର୍ଟିକୁ ଜାଣିନେବ ହେଲା। ତ ଦେଖନ୍ତୁ ତାପରେ ରହିଲା ତୁମର ପାର୍ଟ ଡବଲ୍, ଯେହେତୁ ତୁମେ 2 ନମ୍ବର କ୍ୱେଶ୍ଚିନ୍ ଅଛି ଏବଂ ଏଥିରେ କହିଛି ସମସ୍ତ ପ୍ରଶ୍ନର ଉତ୍ତର ପ୍ରତ୍ୟେକକୁ 50ଟି ଶବ୍ଦ ମଧ୍ୟରେ ଦିଅ। ତ ଏହା ହେଉଛି ଆପଣଙ୍କ 2 ମାର୍କ ବିଶିଷ୍ଟ ପ୍ରଶ୍ନ ଯେଉଁଟାକି ତୁମକୁ 9ଟି କରିବାକୁ ପଡ଼ିବ ଏବଂ ସେଇଟା ପୁଣି 50ଟି ଶବ୍ଦ ମଧ୍ୟରେ। ଯଦି ଆମେ ଦେଖିବା ପ୍ରଥମେ ରହିଛି ତୁମର ତୁଳନାତ୍ମକ ସାହିତ୍ୟ ଅଧ୍ୟୟନର ମୁଖ୍ୟ ଉଦ୍ଦେଶ୍ୟ କ'ଣ। ख ନମ୍ବର କ୍ୱେଶ୍ଚିନ୍ କହିଛି ତୁଳନାତ୍ମକ ସାହିତ୍ୟ କ'ଣ, ଏହାର ଏକ ସଂଜ୍ଞା ପ୍ରଦାନ କର। ଶଙ୍କୁତଳାଙ୍କ ମାନସିକ ଅବସ୍ଥା ଦେଖି ତାଙ୍କୁ ସଖୀ ଅନୁସୟା କ'ଣ କହିଛନ୍ତି। ତାପରେ 6 ମାଣ 8 ଗୁଣ୍ଠ ଉପନ୍ୟାସର କାହାର ଚାଲିକୁ ମରାଲ ମାଳିନୀ ଚାଲି ବୋଲି କୁହାଯାଇଛି କାହିଁକି। ତାପରେ ପଞ୍ଚାୟତରେ ହୋଇଥିବା ଦଣ୍ଡ ବିଧାନକୁ ହରିମୁଣ୍ଡ ପାତି ମାନି ନେଇଥିଲେ କାହିଁକି। ତାପରେ ଗୋବରା ଜେନେରା ଚାରିତ୍ରିକ ବୈଶିଷ୍ଟ୍ୟ ସମ୍ପର୍କରେ ଉଲ୍ଲେଖ। ତାପରେ ମଙ୍ଗରାଜ ଶ୍ୟାମ ଗୋଚ୍ଛାୟତ ଜମିରୁ ତଳିତକ ଓପାଡ଼ି ନେଲେ କାହିଁକି। ତାପରେ ହେଲା ତୁମର ଟାଇରେସିୟସ୍ ଲଣ୍ଡନ ସହରରେ କ'ଣ ଦେଖିଛନ୍ତି। ତାପରେ ତୁମର କବି ବର୍ଷା ଋତୁକୁ କାହିଁକି ନିର୍ମମ ନିଷ୍ଠୁର ବୋଲି କହିଛନ୍ତି ହେଲା। ତ ଏହା ତୁମ 2 ମାର୍କ ବିଶିଷ୍ଟ ପ୍ରଶ୍ନ ଯେଉଁଟାକି ତୁମର ଏହି ଟାଇପ୍ର କ୍ୱେଶ୍ଚିନ୍ ତୁମର ପରୀକ୍ଷାରେ ଆସିବ। ପାର୍ଟ ବେଳା ଯଦି ଆମେ ଦେଖିବା ଯେକୌଣସି 8ଟି ପ୍ରଶ୍ନର ଉତ୍ତର ପ୍ରତ୍ୟେକକୁ 250ଟି ଶବ୍ଦ ମଧ୍ୟ ଦିଅ ବୋଲି କ୍ୱେଶ୍ଚିନ୍ରେ କହିଛି। ଏହା ତୁମର 5 ମାର୍କ ବିଶିଷ୍ଟ ପ୍ରଶ୍ନ। ଦେଖିନିଅନ୍ତୁ କ'ଣ କ'ଣ କ୍ୱେଶ୍ଚିନ୍ରେ ଆସିଅଛି। ତୁଳନାତ୍ମକ ସାହିତ୍ୟର ବିଶେଷତା ପ୍ରତିପାଦନ କର। ତାପରେ ତୁଳନାତ୍ମକ ସାହିତ୍ୟ ଅଧ୍ୟୟନରେ ଅନୁବାଦ କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଆଲୋଚନା କର। ତୁଳନାତ୍ମକ ସାହିତ୍ୟର ପ୍ରକାରଭେଦ ସମ୍ପର୍କରେ ସଦୃଷ୍ଟାନ୍ତ ବର୍ଣ୍ଣନା କର। ତାପରେ ଅଭିଜ୍ଞାନ ଶକୁନ୍ତଳମ୍ ଓ ପ୍ରଣୟପଲ୍ଲରୀରେ ମୁନି କନ୍ୟା ଶକୁନ୍ତଳାଙ୍କ ଚରିତ୍ର ଚିତ୍ରଣଗତ ତୁଳନାତ୍ମକ ଅଧ୍ୟୟନ ସମ୍ପର୍କରେ ଆଲୋକପାତ କର। ଅଭିଜ୍ଞାନ ଶକୁନ୍ତଳମ୍ ଓ ପ୍ରଣୟପଲ୍ଲରୀରେ ଥିବା ସାଦୃଶ୍ୟ ସମ୍ପର୍କରେ ଆଲୋକପାତ କର। ତାପରେ 6 ମାଣ 8 ଗୁଣ୍ଠର ସାରିଆ ଓ ଗୋଦାନ ଉପନ୍ୟାସର ଧନିଆ ଚରିତ୍ର ମଧ୍ୟରେ ତୁଳନାତ୍ମକ ବିବରଣୀ ଉପସ୍ଥାପନ କର। ତାପରେ 6 ନମ୍ବର ଯଦି ଆମେ କ୍ୱେଶ୍ଚିନ୍ ଦେଖିବା, ଆଶ୍ରମିକ ପ୍ରକୃତିର ସୌନ୍ଦର୍ଯ୍ୟ ବର୍ଣ୍ଣନା ସମ୍ପର୍କରେ ଅଭିଜ୍ଞାନ ଶକୁନ୍ତଳମ୍ ଓ ପ୍ରଣୟପଲ୍ଲରୀ କାବ୍ୟ ମଧ୍ୟରେ ତୁଳନାତ୍ମକ ସାମଞ୍ଜସ୍ୟ ପ୍ରତିପାଦନ କର। ତାପରେ ଫକୀରମୋହନ ସେନାପତି ଓ ପ୍ରେମଚନ୍ଦଙ୍କ ଜୀବନ ଦର୍ଶନର ତୁଳନାତ୍ମକ ବିଚାର କର। ତାପରେ ଦି ୱେଟଲ୍ୟାଣ୍ଡ ଓ କାଳପୁରୁଷ ମଧ୍ୟରେ ଥିବା ନାମକରଣଗତ ତୁଳନାତ୍ମକ ସମୀକ୍ଷା ସମ୍ପର୍କରେ ଆଲୋଚନା କର। ତାପରେ ଯଦି ଆମେ ଦେଖିବା ନେକ୍ସଟ କ୍ୱେଶ୍ଚିନ୍, ଦି ୱେଟଲ୍ୟାଣ୍ଡ ଓ କାଳପୁରୁଷ ମଧ୍ୟରେ ଶୈଳୀତାତ୍ତ୍ୱିକ ତୁଳନାତ୍ମକ ବିଚାରଧାରା ସମ୍ପର୍କରେ ଆଲୋକପାତ କର। ତ ଏହା ଥିଲା ତୁମର 5 ମାର୍କ ବିଶିଷ୍ଟ ପ୍ରଶ୍ନ। ଯଦି ଆମେ ଦେଖିବା ଲଙ୍ଗ୍ ଟାଇପ୍ କ୍ୱେଶ୍ଚିନ୍ରେ ଆପଣଙ୍କର ରହିଛି
देखो कौन कोई टाइप क्वेश्चन गुड़ाक आसी आपण तुलनात्मक साहित्यर स्वरूप निपुणपूर्वक यार परिसर और उपयोगिता संपर्क में वर्णना कर अभिज्ञान संगतलम और पुनःपल्लवी काव्य मध्य तुलनात्मक साम्य और वैषम्य संपर्क में सविस्तृत आलोचना कर आधुनिक मनीष जीवन ଯନ୍ତ୍ରଣାର ସ୍ୱର କିପରି ଦି ୱେଲ୍ୟାଣ୍ଡ ଓ କାଳପୁରୁଷରେ ପ୍ରତିଫଳିତ ହୋଇଛି ତଥା ତାପରେ 6 ମାଣ୍ଡ 8 ଗୁଣ୍ଡ ଓ ଗୋଦାନ ଉପନ୍ୟାସର ଶୋଷଣ ଓ କଷଣର ଉତ୍କୃଷ୍ଟ ଚିତ୍ର ତୁଳନାତ୍ମକ ଅଧ୍ୟୟନ ଭିତ୍ତିରେ ବର୍ଣ୍ଣନା କର ଯଦି ଆମେ ଦେଖିବା ନେକ୍ସଟ 6 ମାଣ୍ଡ 8 ଗୁଣ୍ଡ ଗୋଦାନ ଉପନ୍ୟାସରେ ଥିବା ଚରିତ୍ରଗତ ତୁଳନାତ୍ମକ ସାଦୃଶ୍ୟ ଓ ବୈସାଦୃଶ୍ୟ ସମ୍ପର୍କରେ ଆଲୋକପାତ କର ତ ଏଥିରେ ଆପଣଙ୍କ ଏମଡିସି ତୁଳନାତ୍ମକର क्वेश्चन पेपर तो देखते यार सिलेक्ट मुझे बहुत शीघ्र अपलोड करी बुक आम अच्छी टेलीग्राम चैनल तो मैंने सेटार डाउनलोड कर नेब तो सांग मैंने आज ये जब वीडियो भल लाइक करो निज सांग साथी सेयार करो थैंक यू फॉर वाचिंग दिस वीडियो जय जगन्नाथ जय हिंद जय भारत।